ସାମ୍ପ୍ରତିକ ପରିସ୍ଥିତିରେ ବର୍ତ୍ତମାନ ଝାଡ଼ା ବାନ୍ତି ଗୋଟେ ମୁଖ୍ୟ ସମସ୍ୟା ଦେଖାଦେଲାଣି। ଓଡ଼ିଶାର କେତେକ ଜିଲ୍ଲାରେ ଯାଜପୁର ଏବଂ ପାଖାପାଖି କେଉଁ ଜିଲ୍ଲାରେ ମଧ୍ୟ ଆରମ୍ଭ ହେଲାଣି। କେତେଜଣ ବହୁତ ଲୋକ ଆକ୍ରାନ୍ତ ହେଲେଣି ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନେ ବି ପରିଦର୍ଶନରେ ଯାଉଛନ୍ତି। ଆଉ ସେଟା ବର୍ତ୍ତମାନ ନିୟନ୍ତ୍ରଣ ଆଡ଼କୁ ଆସୁଛି। ତଥାପି ଆମେ ଜାଣିବା ଯେ ଏଇ ଯେଉଁ ଝାଡ଼ା ବାନ୍ତିର ଲକ୍ଷଣ କ'ଣ, ଆଉ ତାର କାରଣ କ'ଣ ଏବଂ ତାର ନିରାକରଣ କ'ଣ, ଆଉ ତାର ପ୍ରତିଷେଧ କ'ଣ କରିବା, ଏ ବିଷୟରେ ଆମେ ଜାଣିଲେ ହୁଏତ ଆମେ ତା ପାଇଁକି ପ୍ରତିଷେଧକ ନିୟମ ପାଳନ କଲେ ଏ ଝାଡ଼ା ବାନ୍ତି ବି ବ୍ୟାପି ପାରିବ ନାହିଁ। ଏ ଯେଉଁ ଝାଡ଼ା ବାନ୍ତି ହେଉଛି, ପ୍ରଥମେ ଦେଖିବା ତାର ରୋଗୀଟା କ'ଣ ହେଉଛି। ରୋଗୀର ପ୍ରଥମେ ଯଦି ସେ ଦୂଷିତ ଖାଦ୍ୟ, ଦୂଷିତ ପାଣି ଖାଇଲା, ତାହେଲେ ତା ଏଇ ଯେଉଁ ଜୀବାଣୁ ତା ଦେହକୁ ଯିବା ଦ୍ୱାରା ତାକୁ ଝାଡ଼ା ବାନ୍ତି ରୋଗ ଆରମ୍ଭ ହୁଏ। ପ୍ରଥମେ ତାର ବାନ୍ତି ହୁଏ, ପେଟ କାଟେ, ତାପରେ ଜ୍ୱର ଲାଗେ, ଜ୍ୱର କମ୍ପ ବି ହେଇପାରେ, ଆଉ ପତଳା ଝାଡ଼ା ବାରମ୍ବାର ହୁଏ। ପତଳା ଝାଡ଼ା ଯଦି ବାରମ୍ବାର ହେଲା ଏବଂ ଚାଉଳ ଧୁଆ ପାଣି ପରି ଯଦି ଦେଖାଗଲା, ତାହେଲେ ଆମେ ତାକୁ କଲେରା ବୋଲି କହୁ। ଯଦି ବହୁତ ଥର ଝାଡ଼ା ହେଲା ଏବଂ ଚାଉଳ ଧୁଆ ପରି ଦେଖାଗଲା, ତାର ବାନ୍ତି ହେଲା, ତାର ଆଖି ପଶିଗଲା, ଦେହରୁ ବହୁତ ଜଳୀୟ ଅଂଶ କମିଗଲା, ଚମ ଶୁଖିଗଲା ଏବଂ ସିଏ ନିସ୍ତେଜ ଭଳିଆ ଶୋଇପଡ଼ିଲା, ତାର ବ୍ଲଡ଼ ପ୍ରେସର କମିଗଲା, ଧମନୀର ନାଡ଼ୀଟା ଦ୍ରୁତ ଗତିରେ ଚାଲିଲା ଏବଂ ସିଏ ବହୁତ ନିଜକୁ ଦୁର୍ବଳ ବୋଧ କଲା। ସେହି ସମୟରେ ତାକୁ ଡାକ୍ତରଖାନାକୁ ନେବାକୁ ନିହାତି ଦରକାର। କାହିଁକି ନା ଏଇ ଯେଉଁ ଝାଡ଼ା ବାନ୍ତିରେ ଦେହରୁ ବହୁ ଜଳୀୟ ଅଂଶ କମିଯାଉଛି, ତାଦ୍ୱାରା ତାର ଜଳୀୟ ଅଂଶ କମିବା ଯୋଗୁଁ ଏବଂ ଆମର ସୋଡ଼ିୟମ ପଟାସିୟମ ଆଉ ଇଲେକ୍ଟ୍ରୋଲାଇଟ୍ ଏସବୁ ଯାକ ମଧ୍ୟ ତାର ଅସନ୍ତୁଳନ ହେଇଯାଏ। ତେଣୁ ଏହା ଦ୍ୱାରା ସେମାନଙ୍କର ଦେହରେ ବିଭିନ୍ନ ପ୍ରକାର ପ୍ରଭାବ ଦେଖେଇଥାଏ ଏବଂ ଏଇ ଯେଉଁ ଶୁଷ୍କତା, ଯେଉଁ ଜଳର ଶୁଷ୍କତା ଦେହରେ ଲକ୍ଷଣ ପ୍ରକାଶ ପାଏ, ତାହା ମଧ୍ୟ ବିପଜ୍ଜନକ ହେଇପାରେ। ସେଥିପାଇଁ ତାକୁ ପ୍ରଥମେ ଘରେ ଥିବା ଅବସ୍ଥାରେ ଚିନି ଲୁଣ ପାଣି ଦେବା ଦରକାର। ଯଦି ORS ଥିବ, ତାହେଲେ ORS ଗୋଟେ ପ୍ୟାକେଟ୍ 1 ଲିଟର ପାଣିରେ ମିଶାଇ ପ୍ରତି ଝାଡ଼ାକୁ 2 ଗ୍ଲାସ୍ ଲେଖାଏଁ ଦେବା ଦରକାର। ତାପରେ ହସ୍ପିଟାଲରେ ପହଞ୍ଚିଲେ ସେମାନେ ତାଙ୍କୁ ଇଣ୍ଟ୍ରାଭେନସ୍ ଶିରାରେ ତାଙ୍କର ସାଲାଇନ୍ ଦିଅନ୍ତି, ନର୍ମାଲ ସାଲାଇନ୍, RL ଇତ୍ୟାଦି ଦିଅନ୍ତି, ଦେଖିକିରି କାହାର କେତେ ଦରକାର ଅଛି। ଯିଏ ଯଦି ଝାଡ଼ା ବାନ୍ତିରେ ତାର ଜିଭ ଦେଖାଯିବ, ଜିଭ ଶୁଖିଲା ଭଳିଆ ଲଗାଯିବ ଏବଂ ଆଖି ପଶି ଯାଇଥିବ, ଚମକୁ ଟାଣିଲେ ଚମଟା ଉଠି ଯାଉଥିବ ଏବଂ ତାର ପରିସ୍ରା ବହୁତ କମି ଯାଉଥିବ, ତାହେଲେ ଆମେ ଜାଣିବା ତାର ଯେଉଁ ଜଳର ପରିମାଣ ତା ଦେହରୁ କମିଯାଇଛି। ସେ ଯେଉଁ ସାଲାଇନ୍ ଦେଲେ ଜଳର ସ୍ତର ଠିକ୍ ହେଇଯିବ ଏବଂ ସିଏ ଭଲ ହେଇଯିବ। କିନ୍ତୁ ତଥାପି ଆମର ଅନେକ ସମୟରେ ଏଇ ଯେଉଁ ଝାଡ଼ାର କାରଣ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ଦ୍ୱାରା ହେଇପାରେ, କିମ୍ବା ଭାଇରସ୍ ଦ୍ୱାରା ହେଇପାରେ, କିମ୍ବା ଫଙ୍ଗସ୍ ଦ୍ୱାରା ହେଇପାରେ, କିମ୍ବା କୌଣସି କେମିକାଲ୍ସ କିମ୍ବା ଔଷଧ ଯୋଗୁଁ ବି ହେଇପାରେ। ଯଦି ଭାଇରାଲ ଯେଉଁ ଝାଡ଼ା ହେଉଛି, ସେଇଟା ଅନେକ ସମୟରେ ରୋଟା ଭାଇରସ୍ କିମ୍ବା ଆଡେନୋ ଭାଇରସ୍ ଆଉ ଅନ୍ୟ ଭାଇରସ୍ ଦ୍ୱାରା ମଧ୍ୟ ହେଇପାରେ। ବ୍ୟାକ୍ଟେରିଆ ଯଦି ଭାଇରସ୍ ହେଉଛି, ସେଥିରେ ଆମର ସାଲମୋନେଲା, ସିଗେଲା, ଇକୋଲାଇ, ଷ୍ଟାଫାଇଲୋକୋକାଇ ଆଉ କମ୍ପାଇଲୋବାକ୍ଟର ଆଉ କ୍ଲୋଷ୍ଟ୍ରିଡ଼ିୟମ ଡିଫିଲିସ୍, ଏସବୁ ଯାକ ମଧ୍ୟ ହେଇପାରେ। ଏସବୁ ଯାକ ଯଦି ବ୍ୟାକ୍ଟେରିଆ ଥିବ, ତାହେଲେ ଆମକୁ ଆଣ୍ଟିବାୟୋଟିକ୍ ଔଷଧ ଦେବାକୁ ପଡ଼ିବ। ଆମର ଆଣ୍ଟିବାୟୋଟିକ୍ ଔଷଧରେ ଆମର ଦିଆଯାଉଛି ଓଫ୍ଲକ୍ସାସିନ୍, ନରଫ୍ଲକ୍ସାସିନ୍, ସାଇପ୍ରୋଫ୍ଲକ୍ସାସିନ୍। ଇଣ୍ଟ୍ରାଭେନସ୍ରେ ଦେଇଦେଲେ ଭଲ, କାହିଁକିନା ସେ ଲୋକଟା ଯେତେବେଳେ ଜଲ୍ଦି ଶୀଘ୍ର ଭଲ ହେବା ପାଇଁ ହସ୍ପିଟାଲରେ ଦିଆଯିବ। ଯଦି ହସ୍ପିଟାଲରେ ନାହିଁ, ଘରେ ଅଛି, ତାହେଲେ ଆମେ ଓରାଲ୍ ଦ୍ରବଣ, ଯେଉଁ ଚିନି ଲୁଣ ପାଣି କିମ୍ବା ORS ପାଣି ଘରେ ଦେଇପାରିବା ଏବଂ ତା ସାଙ୍ଗରେ ଏଇ ଯେଉଁ ବଟିକା ମଧ୍ୟ ଆମେ ଦେଇପାରିବା। ତା ସାଙ୍ଗରେ ବି ଆମର ଜିଆର୍ଡିଆସିସ୍ ଓ ଆମିବାସିସ୍, ଏଇ ଯେଉଁ ଦୁଇଟି ରୋଗ ହୁଏ, ତା ସାଙ୍ଗରେ ବି ମିଶାମିଶି ଥାଏ। କାହିଁକିନା ଆମର ଯେତେବେଳେ ବାହାରୁ ଲୋକମାନେ ଖାଉଛନ୍ତି, ବଜାରରୁ ଘରେ ନ ଖାଇକି ବାହାରେ ଖାଉଛନ୍ତି, ମାନେ ଗୁପଚୁପ, ଚାଟ୍ ଇତ୍ୟାଦି ଏବଂ ବରା, ପିଆଜି, ସିଙ୍ଗଡ଼ା କିମ୍ବା ଦହିବରା ଏସବୁ ଖାଉଛନ୍ତି, ସେଥିରେ ଏଇ ଯେଉଁ ପାଣି ମିଶୁଛି, ସେଇଟା ଅନେକ ସମୟରେ ସେମାନେ କୂଅ ପାଣିରୁ ଆଣି ଦେଉଛନ୍ତି କିମ୍ବା ହାତ ଧୋଇବା ପାଇଁ ସେମାନେ ଭଲ ଭାବେ ହାତ ଧୋଉନାହାନ୍ତି, କିମ୍ବା ତାଙ୍କ ପାଖେ ଅନେକ ସମୟରେ ସାବୁନର ବ୍ୟବହାର କରୁନାହାନ୍ତି, ଝାଡ଼ା ଯିବା ଆସିଲା ପରେ ସାବୁନ ଧୋଉନାହାନ୍ତି, କିମ୍ବା ସେମାନେ ଯେଉଁ ସମୟରେ ପାଣିରେ ବ୍ଲିଚିଂ ପାଉଡ଼ର ପକା ହେଉନି କିମ୍ବା କ୍ଲୋରିନ୍ ପକା ହେଉନି, ଅନେକ ସମୟରେ ସେଟା ବି ଅନେକ ସମୟରେ ତାର କାରଣ ହେଉଛି। ଅନେକ ସମୟରେ ତେଣୁ ଶୁଦ୍ଧ ବିଶୁଦ୍ଧ ପାନୀୟ ଜଳ ଏବଂ ଯଦି ବିଶୁଦ୍ଧ ଖାଦ୍ୟ ଖାଇବେ, ତାହେଲେ କାହାର ଝାଡ଼ା ହେବାର କାରଣ ହେବ ନାହିଁ। ଏଇ ଯେଉଁ ପ୍ରକାର ବାହାରେ ତେଣୁ ବର୍ତ୍ତମାନ ଖାଇବା ନିହାତି ବର୍ଜନ କରିବା ଦରକାର, କାହିଁକିନା ଏଇ ସମୟରେ ଅନେକ ସମୟରେ
ଖାଦ୍ୟ ପଦାର୍ଥ ଯୋଗୁଁ ଅନେକ ସମୟରେ ହେଇପାରେ କିମ୍ବା ଜଣକଠୁ ମଧ୍ୟ ଆଉ ଜଣକୁ ହେଇପାରେ ଯଦି ସିଏ ଝାଡ଼ା ଯାଇକି ହାତ ଧୋଇଲା ନାହିଁ ଏବଂ ସେଇ ହାତ ନ ଧୋଇକି ଜଣଙ୍କ ସାଙ୍ଗରେ ହ୍ୟାଣ୍ଡସେକ୍ କଲା କିମ୍ବା ତା ସାଙ୍ଗେ ମିଶିଲା ତାର ଲୁଗାପଟା ଜଣେ ବ୍ୟବହାର କଲା ସେଇ ସମୟରେ ଯେତେବେଳେ ଜଣଙ୍କ ଝାଡ଼ାବାନ୍ତି ରୋଗୀର ଦିନେ ଦୁଇ ଦିନ ଭିତରେ ସେମାନଙ୍କର ଠୁ ସଂକ୍ରମଣ ଆଉ ଜଣକୁ ମଧ୍ୟ ହେଇଯାଇପାରେ। ତେଣୁ ଅନେକ ସମୟରେ ଖାଇବା ପୂର୍ବରୁ ଭଲ ଭାବେ ହାତ 20 ସେକେଣ୍ଡ ଅତି କମରେ ସାବୁନ ଫେଣରେ ଭଲ ଭାବେ ଧୋଇବା ଦରକାର। ଧୋଇଲେ ଅନେକ ସମୟରେ ଏଇ ଯେଉଁ ଜୀବାଣୁ ଗୁଡ଼ାକ ଆମ ପାଟି ଭିତରକୁ ଯିବ ନାହିଁ। ଜୀବାଣୁ ଯିବା ଦ୍ୱାରା ହିଁ ପେଟରେ ଆମର ଅନ୍ତନଳୀରେ ଅନେକ ସମୟରେ ଛୋଟ ଛୋଟ ଘା କରିକିରି ଆମର ଝାଡ଼ା ପ୍ରଚୁର ପରିମାଣରେ ହୁଏ ଏବଂ ଆମର ଯେଉଁ ଖାଦ୍ୟ ନଳୀରେ ଅନେକ ସମୟରେ ସେଟା ବି ମାନେ ଇଏ କରିକିରି ଅସୁବିଧା ସୃଷ୍ଟି କରି ବାନ୍ତି ବି କରେ। ତେଣୁ ବାନ୍ତି ଝାଡ଼ା ଏ ଯେଉଁ ବାରମ୍ବାର ହେବା ଦ୍ୱାରା ଲୋକ ଅବଶ ହୋଇପଡ଼େ ଏବଂ ତାର ଜଳୀୟ ଅଂଶ କମିଯାଏ। ତେଣୁ ଯାହାର ବି ହେଲେ ଆତଙ୍କିତ ହେବାର ନାହିଁ, ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ କରିବା ଦରକାର ଏବଂ ସାଙ୍ଗେ ସାଙ୍ଗେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ଦରକାର। କାହିଁକିନା ସ୍ୱାସ୍ଥ୍ୟ କେନ୍ଦ୍ରରେ IV ସାଲାଇନ୍ ଓ ORS ପ୍ରଚୁର ପରିମାଣରେ ମହଜୁଦ ଅଛି। ଓଡ଼ିଶା ସରକାରଙ୍କ ଦ୍ୱାରା ମାଗଣାରେ ଦିଆହେଉଛି। ତେଣୁ ସାଙ୍ଗେ ସାଙ୍ଗେ ଯଦି ହସ୍ପିଟାଲ ଚାଲିଯିବେ ତାହେଲେ ରୋଗୀର ଅସୁବିଧା ବେଶୀ କିଛି ହେବ ନାହିଁ। ସେ ନିଶ୍ଚୟ ସେ ରୋଗରୁ ମୁକ୍ତି ପାଇବେ।